हेलो ସାଙ୍ଗମାନେ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ତ ଗରମ ତ ବହୁତ ପଡ଼ିଛି ଆଉ ଏବେ ମ୍ୟାଙ୍ଗୋ ସିଜନ୍ ବି ଚାଲିଛି। ତ ମୁଁ ଆପଣମାନଙ୍କ ପାଇଁକି ନେଇ ଆସିଛି ଗୋଟେ ମ୍ୟାଙ୍ଗୋର ବଢ଼ିଆ ଟେଷ୍ଟି ଆଉ ପୁରା କୁଲିଂ ପୁରା ରିଫ୍ରେସିଂ ଗୋଟେ ଲସ୍ସିର ରେସିପି। ତ ଚାଲନ୍ତୁ ଏବେ ଲସ୍ସିର ରେସିପି ଆରମ୍ଭ କରିବା। ସେଇଥିପାଇଁ ମୁଁ ଏଇଠି ନେଇଛି କିଛି ମଖାନା ଆଉ ତାକୁ ଅଳ୍ପ ଟିକେ ଘିଅ ଦେଇକି ୟାକୁ ଭଲ ଭାବେ ଆମେ ଭାଜି ନେବା କ୍ରିସ୍ପି ହେବା ପର୍ଯ୍ୟନ୍ତ। ହାତରେ ଭାଙ୍ଗିକି ଦେଖିବା। ଦେଖନ୍ତୁ ମୁଁ ଏଠି ଦେଖାଉଛି କେତେ ସୁନ୍ଦର ଏଇଟା ଭାଙ୍ଗି ଯାଉଛି। ତ ୟାକୁ ଏବେ ବାହାର କରି ଆଣିବା। ଆଉ ତାପରେ ମୁଁ ଅଳ୍ପ ଟିକେ ଘିଅ ଦେଇଦେଇଛି ଆଉ ସେଥିରେ ଡ୍ରାଇ ଫ୍ରୁଟ୍ସ ସବୁ ଭାଜି ନେଇଛି। ଡ୍ରାଇ ଫ୍ରୁଟ୍ସକୁ କିଛି କଟାକଟି କରିବାର ନାହିଁ, ଡାଇରେକ୍ଟ ଏମିତି ଗୋଟା ଆପଣମାନେ ଭାଜି ନେବେ। ଆଉ ଏଇଠି ଯେହେତୁ ଏଇଟା ଆମ୍ବର ଲସ୍ସି ମୁଁ ବନାଉଛି, ତେଣୁ ଆମ୍ବର ପ୍ୟୁରି ଆବଶ୍ୟକ ରହିଛି। ସେଥିପାଇଁ ମୁଁ ଏଠି ଗୋଟେ ପାଚିଲା ଆମ୍ବକୁ ଭଲସେ କଟ୍ କରିକି ତାର ସବୁ ପଲ୍ପ ଗୁଡ଼ାକ ବାହାର କରିନେଇଛି ଆଉ ମିକ୍ସିଂ ଜାର୍ରେ ଦେଇଦେଇଛି। ତା ସହିତ ଅଳ୍ପ ଟିକେ ଚିନି, ଆପଣମାନେ ଯେଉଁମାନେ ଚିନି ଖାଇବେନି, ଯେଉଁମାନଙ୍କର ଡାଇବେଟିସ୍ ଅଛି, ସୁଗାର ଅଛି, ସେମାନେ ସବୁ ୟାକୁ ଚିନିକୁ ସ୍କିପ୍ କରିପାରିବେ। ଆଉ ଅଳ୍ପ ଟିକେ ଅଳେଇଚ ଦେଇକି ୟାକୁ ଭଲ ଭାବେ ଗ୍ରାଇଣ୍ଡ କରିନେବା। ତାପରେ ମୁଁ ଏଇଠି ଦହି ନେଇଛି। ଦହିକୁ ଭଲ ଭାବେ ଫେଣ୍ଟି ଦେବା। ଭଲସେ ଫେଣ୍ଟିବେ ଯେମିତି ଏଥିରେ କୌଣସି ଲମ୍ପସ୍ ରହିବନି। ଲମ୍ପସ୍ ରହିଲେ ମ୍ୟାଙ୍ଗୋ ପକାଇଲା ପରେ ଏଇଟା ଫାଟିଯିବ। ତ ଏଇଠି ଦହିକୁ ଭଲ ଭାବେ ଗୋଳେଇ ନେଲା ପରେ ଆମେ ଯେଉଁ ମ୍ୟାଙ୍ଗୋର ପେଷ୍ଟ ବନେଇଥିଲେ ତାକୁ ଏଇ ଦହିରେ ଦେଇଦେବା ଆଉ ଭଲସେ ଗୋଳେଇ ନେବା। ତାପରେ ଏଇଠି ଯେଉଁ ଆମେ ମଖାନାକୁ ଭାଜିକି ରଖିଥିଲେ ସେ ମଖାନାକୁ ଏଇ ଦହିରେ ଦେଇଦେବା ଆଉ ଭଲସେ ୟାକୁ ଗୋଳେଇ ନେବା। ଆଉ ଉପରେ ସଜେଇବା ପାଇଁକି ଯେଉଁ ଆମେ ଡ୍ରାଇ ଫ୍ରୁଟ୍ସ ଭାଜିକି ରଖିଥିଲେ ତାକୁ ଦେଇଦେବା। ଆଉ ଅଳ୍ପ ଟିକେ ମୁଁ ଆମ୍ବକୁ କଟିଂ କରିକି ରଖିଥିଲି, ସେଇ ଆମ୍ବ ସବୁକୁ ମୁଁ ଏଇଠି ଦେଇଦେଉଛି କଟ୍ କରିକି। ଆଉ ତା ସହିତ ଆପଣମାନେ ଆପଣଙ୍କ ପସନ୍ଦରେ ଯାହା ବି ସବୁ ଡ୍ରାଇ ଫ୍ରୁଟ୍ସ ଆପଣଙ୍କୁ ପସନ୍ଦ, ଯାହା ବି ନଟ୍ସ ପସନ୍ଦ, ସେସବୁକୁ ଆପଣ ଛୋଟ ଛୋଟ ପିସ୍ କରିକି କାଟିକି ୟା ଉପରେ ସଜେଇକି ଦେଇପାରିବେ। ଆଉ ଯାହାଦ୍ୱାରା ଏ ଡ୍ରାଇ ଫ୍ରୁଟ୍ସ ଆଉ ମଖାନା ଏସବୁ ବହୁତ ହି ହେଲ୍ଦି ହେଇଥାଏ। ଆପଣମାନେ ନିଶ୍ଚିନ୍ତ ଏହାକୁ ଟ୍ରାଏ କରନ୍ତୁ। ଆଉ ହଁ, ଯେଉଁମାନେ ୱେଟ୍ ଲସ୍ ପାଇଁକି ଟ୍ରାଏ କରୁଛନ୍ତି ସେମାନେ ମଧ୍ୟ ଏ ରେସିପିକୁ ଖାଇପାରିବେ, କିନ୍ତୁ ଏଥିରେ ସୁଗାରଟାକୁ ସ୍କିପ୍ କରିଦେବେ। ସୁଗାର ସ୍କିପ୍ କରିକି ଆପଣମାନେ ଆରାମସେ ୟାକୁ ଖାଇପାରିବେ। ମଖାନା ବହୁତ ହି ଲାଇଟ୍ ୱେଟ୍ ହେଇଥାଏ ଆଉ କ୍ୟାଲସିୟମ୍ ମ୍ୟାଗ୍ନେସିୟମ୍ରେ ପୁରା ଭରପୁର ହେଇଥାଏ। ତ ଆପଣମାନେ ୟାକୁ ଆରାମସେ ଟ୍ରାଏ କରିପାରିବେ ଆଉ ଏଇଟା ଆପଣଙ୍କୁ ୱେଟ୍ ଲସ୍ରେ ବି ହେଲ୍ପ କରିବ। ତ ଏସବୁ ଆମେ ସଜେଇ ସାରିଲା ପରେ ୟାକୁ ଥଣ୍ଡା ହେବା ପାଇଁକି କିଛି ସମୟ ଫ୍ରିଜ୍ରେ ରଖିଦେବା। 2 ରୁ 4 ଘଣ୍ଟା ପାଇଁ ଆପଣମାନେ ରଖିଦେବେ। ତାପରେ ୟାକୁ ପୁରା ଥଣ୍ଡା ଥଣ୍ଡା ପୁରା ଚିଲ୍ଡ ୟାକୁ ସର୍ଭ କରିବେ ଆଉ ପୁରା ଏନ୍ଜୟ କରିବେ। ମ୍ୟାଙ୍ଗୋ ଆଉ ମଖାନାର ଯେଉଁ କମ୍ବିନେସନ୍ ବହୁତ ହି ଭଲ ଲାଗିବ ଆପଣମାନଙ୍କୁ, ମୁଁ ଜାଣିଛି। ଥରେ ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍।